ଦେଖନ୍ତୁ ଏ ସରକାର ଅନେକ ନୀତି କରୁଛନ୍ତି, ଅନେକ ନିୟମ କରୁଛନ୍ତି। ଯେତେବେଳେ ଇଲେକ୍ସନ୍ ଇସ୍ତାହାରରେ ଏମାନେ ସରକାରକୁ ଆସିବା ପୂର୍ବରୁ ଯେଉଁ ଇସ୍ତାହାର କହିଥିଲେ, ଇସ୍ତାହାରରେ କହିଥିଲେ ଯେ ଆମେ ଓଡ଼ିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବୁ। ଯେଉଁ ବିଗତ ସରକାର ଯେଉଁ ମଦ ଦୋକାନ ଚାରିଆଡ଼େ ଖୋଲିଥିଲା, ଏମାନେ ତାକୁ ଆଖିରେ ଆଗରେ ରଖି ଓଡ଼ିଶାକୁ ଗୋଟେ ମାନେ ବାର୍ତ୍ତା ଦେଇଥିଲେ ଯେ ଆମେ ମଦମୁକ୍ତ କରିବୁ। କିନ୍ତୁ ଆଜି ଯେଉଁ ଏମାନେ ଯେଉଁ ନିୟମ ଆଣିଛନ୍ତି, ଯେଉଁ ବଡ଼ ବଡ଼ ହୋଟେଲ, ବଡ଼ ବଡ଼ ସହର, ବଡ଼ ବଡ଼ ହୋଟେଲରେ ଯେଉଁ ମଦ ଦୋକାନ ଚାଲିବ ଆଉ ଗାଁ ଗହଳିରେ ଚାଲିବ ନାହିଁ ବୋଲି କହିଛନ୍ତି। କିନ୍ତୁ ଯଦି ସହରରେ ଯଦି ମଦ ଚାଲିଲା ତାହେଲେ ସାରା ଓଡ଼ିଶାରେ ସେଇଟା ନିଶ୍ଚିତ ଭାବରେ ପ୍ରସାରିତ ହେବ। ସାରା ଓଡ଼ିଶା ପଞ୍ଚାୟତ ଏରିଆରେ ଯିବ, ବ୍ଲକ ଏରିଆରେ ଯିବ, ଜିଲ୍ଲା ଏରିଆରେ ଯିବ, ବଡ଼ ବଡ଼ ସହରରେ ଯଦି ଚାଲିଲା ସେଇଟା ତ ନିଶ୍ଚିତ ଭାବରେ ସବୁଆଡ଼େ ଖେଳେଇକିରି ଯିବ। ଆଉ ଏମାନେ କେଉଁଟା ବନ୍ଦ କରିଦେଲେ? ଯଦି ଏମାନଙ୍କର ସାହସ ଅଛି, ସତ୍ସାହସ ଅଛି, ତାହେଲେ ଓଡ଼ିଶାରେ ଯେଉଁ ଏମାନେ ଇସ୍ତାହାର ଦେଇଥିଲେ ସମ୍ପୂର୍ଣ୍ଣ ମଦମୁକ୍ତ କରନ୍ତୁ, ତାହେଲେ ଆମେ ଜାଣିବୁ ଏ ସରକାରର ଦମ କ'ଣ। କିନ୍ତୁ ଏବେ ଗୋଟେ ପ୍ରୋତ୍ସାହନ, ଏଇଟା ଖାଲି ଇଲେକ୍ସନ୍ ଅଛି, ପଞ୍ଚାୟତ ଇଲେକ୍ସନ୍ ଅଛି 2027ରେ, ଆଖି ଆଗରେ ରଖି ଏମାନେ ଦୁନିଆ ପ୍ରକାର ନିୟମ ତିଆରି କରୁଛନ୍ତି, ଦୁନିଆ ପ୍ରକାର ନୀତି ତିଆରି କରୁଛନ୍ତି। କହିଲି ପରା, ଏବେ ଯେଉଁ ସହରରେ ଏମାନେ କେରାଣ୍ଡି ଗୁନ୍ଥିକି ବାଳିଆ ଝିକିବା ପାଇଁ ପ୍ଲାନିଂ କରୁଛନ୍ତି। ବଡ଼ ବଡ଼ ସହରରେ ଅଧିକ ଡାବୁ, ବଡ଼ ବଡ଼ ସହର ବା ହୋଟେଲମାନଙ୍କୁ ବହୁତ ପଇସା, ଲୋକଠୁ ବଡ଼ କେରାଣ୍ଡି ଗୁନ୍ଥିକି ବାଳିଆ ଝିକିଲା ଭଳିଆ ଏମାନେ ଏସବୁ ନୀତି ଆପଣାଇଛନ୍ତି। ସହରର ସମସ୍ତ ସହରୀ ଲୋକଙ୍କର ପଇସା ଟାଣିବା ପାଇଁ ଏମାନେ ଏସବୁ ନୀତି ଆପଣାଇଛନ୍ତି। ଆଉ ଯେଉଁ ସହରରେ ଯେଉଁ ମଦ ଦୋକାନ ଖୋଲା ହେବ, ସେଇଟା ନିଶ୍ଚିତ ଭାବରେ ସବୁ ପଞ୍ଚାୟତ ଜରିଆରେ, ବ୍ଲକ ଜରିଆରେ ସବୁଆଡ଼େ ତ ପ୍ରଚାରିତ ହେବ, ସବୁଆଡ଼େ ତ ଯିବ। ବର୍ଷକୁ ବର୍ଷ ଯଦି ଟେଣ୍ଡର ପ୍ରକ୍ରିୟା କରିଥାନ୍ତେ ତାହେଲେ ସରକାରକୁ ମଧ୍ୟ ରେଭିନ୍ୟୁ ଆସିଥାନ୍ତା, କି ତା ପ୍ରୋସେସଟା ଠିକ୍ ଚାଲିଥାନ୍ତା। ଏମାନେ ଯେଉଁ 5 ବର୍ଷିଆ ସ୍କିମ୍ ଯେଉଁ କରୁଛନ୍ତି, ନିଶ୍ଚିତ ଭାବରେ ସରକାରୀ ଲୋକ ସହିତ ଆଉ ଯେଉଁ ଟେଣ୍ଡର ବାଲା ଏମାନଙ୍କ ଭିତରେ ନିଶ୍ଚିତ ଭାବରେ ମଧୁଚନ୍ଦ୍ରିକା ରହିଛି। ମଧୁଚନ୍ଦ୍ରିକା ସାଜି ସେମାନେ ତାଙ୍କଠୁ ପଇସା କେମିତି ନେବା ପ୍ଲାନିଂରେ ସମୟସୀମାଟାକୁ ବଢ଼ାଇ ଦେଇଛନ୍ତି। ଆଉ ସେମାନଙ୍କ ଭିତରେ ମଧୁଚନ୍ଦ୍ରିକା ସାଜି ଏ ପ୍ରକାର କରିଛନ୍ତି। କିନ୍ତୁ ଯଦି ବାର୍ଷିକ ବା 3 ବର୍ଷିଆ ଯଦି ଥିଲା ଭଲ ଥିଲା, ସେଇଟା ସରକାରକୁ ରେଭିନ୍ୟୁ ଆସିଥାନ୍ତା ଟେଣ୍ଡର ମାଧ୍ୟମରେ। ସବୁ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ନିୟମ କରୁଛନ୍ତି, ବିଭିନ୍ନ ପ୍ରକାର ସଭା କରିବା ବାହାନାରେ ଏମାନେ ଯେଉଁ କରୁଛନ୍ତି। କିନ୍ତୁ ଯେଉଁ ବଜେଟ୍ ସଭା ଯେଉଁ କରୁଛନ୍ତି, ବିଗତ ଦିନରେ ଆମ ଯେଉଁ ସେସନ୍ ଯେଉଁ ଚାଲିଛି, ପ୍ରତ୍ୟେକ ମାନେ ବିଧାନସଭାରେ ସେସନ୍ରେ ଯେଉଁ ବଜେଟ୍ ପାସ୍ ହେଇଛି, ଆଜି ପର୍ଯ୍ୟନ୍ତ ସେ ବଜେଟ୍ ଖର୍ଚ୍ଚ କରିପାରୁନାହାନ୍ତି। ପଞ୍ଚାୟତ ଜରିଆରେ ହେଉ, ବ୍ଲକ ଜରିଆରେ ହେଉ, ଜିଲ୍ଲା ସ୍ତରରେ ହେଉ, ସେଇ କାମ ଗୁଡ଼ାକ ପେଣ୍ଡିଂ ରହିଯାଇଛି। ଏମାନେ ଖର୍ଚ୍ଚ କରିପାରୁନାହାନ୍ତି। ଆଉ ଯେତିକି ବି ବଜେଟ୍ ପାସ୍ ହେଇଛି, ସେ ବଜେଟ୍ ପଇସା ଖର୍ଚ୍ଚ କରିପାରୁନାହାନ୍ତି। ବଡ଼ ବଡ଼ କାମ କୁହନ୍ତୁ, ବଡ଼ ବଡ଼ ଟେଣ୍ଡର, ସେ ଟେଣ୍ଡର ପ୍ରୋସେସିଂରେ ରହିଯାଇଛି। ଏମାନେ ତାକୁ ନିୟନ୍ତ୍ରଣ କରିପାରୁନାହାନ୍ତି। ଆଉ ଏମାନେ ବଜେଟ୍ ସଭା କ'ଣ ବଜେଟ୍ ସଭା କରିବେ? ଆଗରେ ତୁମେ ଭାଇ ବଜେଟ୍ର ଯାହା ଅର୍ଥ ପାସ୍ ହେଇଛି ତାକୁ ଖର୍ଚ୍ଚ କର, ତାହେଲେ ଲୋକ ଜାଣିବେ। ଲୋକ ସବୁ ଜାଣିସାରିଛନ୍ତି ଏ ସରକାର କଥା କୁହା ସରକାର, ରଙ୍ଗମରା ସରକାର। ଏ ସରକାର ଦ୍ୱାରା କୌଣସି କାମ ହେବ ନାହିଁ। ଆପଣ ଦେଖନ୍ତୁ, 1000 ପ୍ରକାର ସଭା କରନ୍ତୁ, ବଜେଟ୍ ସଭା କରନ୍ତୁ, କି ଅଲଗା ପଲ୍ଲୀ ସଭା କରନ୍ତୁ, ଏମାନଙ୍କର ଉଦ୍ଦେଶ୍ୟ ସେ ବାର୍ତ୍ତା ନେଇକରି ଗାଁରେ ପହଞ୍ଚାଇବା। କିନ୍ତୁ ତୁମେ ଗାଁରେ କାର୍ଯ୍ୟ କରି ଦେଖାଅ ନା, ତେବେ ଲୋକ ଜାଣିବେ ଯେ କାମ କରୁଛନ୍ତି। କିନ୍ତୁ ସବୁ ବଜେଟ୍ ଯେଉଁଟା ବି ବଜେଟ୍ ପାସ୍ ହେଇଛି ତାର ଅର୍ଥ ଖର୍ଚ୍ଚ ହେଇପାରୁନି। ଏମାନେ 1000ଟା ବଜେଟ୍ ସଭା କଲେ ମଧ୍ୟ କିଛି ଲାଭ ହେବ ନାହିଁ।